ଏ ହେଉଛି କଳିଯୁଗ ଆଜ୍ଞା। କେତେ ଗୁଡ଼ିଏ କଥା କହୁଛି, ଧ୍ୟାନ ଦେଇ ଶୁଣନ୍ତୁ। ସାପ ପେଡ଼ିରେ ସାପୁଆ କେଳା ସାପକୁ ରଖିଦେଉଛି, କହୁଛି ତୋର ଆଉ ଦଂଶିବା ଆବଶ୍ୟକ ନାହିଁ। ଏଠି ମଣିଷ ମଣିଷକୁ ଦଂଶୁଛି। ଆତ୍ମହତ୍ୟା କରିଦେଲେଣି ଏଣ୍ଡୁଅମାନେ, କାରଣ ସିଏ ଭାବିଲେଣି ମଣିଷ ଠାରୁ ବେଶୀ ରଙ୍ଗ ଆମେ ବୋଧେ ବଦଳାଇ ପାରିବା ନାହିଁ। ଶାଗୁଣା ବି କୁଆଡ଼େ ଲାଜେ ପଳାଇ ଗଲେଣି, କାରଣ ସିଏ ଭାବିଲେଣି ମଣିଷ ଠାରୁ ବେଶୀ ଖୁମ୍ପିବା ବୋଧେ ଆମକୁ ଜଣା ନାହିଁ। କୁକୁରମାନେ କୋମା ହୋଇଗଲେଣି ଏକଥା ଜାଣି, କାରଣ ମଣିଷ ଠାରୁ ଭଲ ପାଦ ଚାଟିବା ଆମକୁ ବୋଧେ ଜଣା ନାହିଁ। ଏଠି କିଏ ଟୋପି, କିଏ ପଗଡ଼ି ଆଉ ମୋଟା ରକମ ଯଦି ମିଳେ, ଜର୍ଜ ବି ତା ଚେହାର ବିକି ଦେଉଛି। ଜଳାଇ ଦେଉଛନ୍ତି ସେଇ ବୋହୂଟିକୁ, ଯେଉଁ ଝିଅ ପାଇଁ ତା ବାପା ଦିନେ କିଡନୀ ବିକି ଦେଇଥାଏ। ଇଏ କଳିଯୁଗ ଆଜ୍ଞା। ଏଠି କିଛି ଅସମ୍ଭବ ନୁହେଁ। ଏଠି ମାଳି, କଢ଼, ଫୁଲ, ଡାଳ, ବୃକ୍ଷ, ଫଳ ସବୁକିଛି ବିକିଦିଏ। ଧନୀଠାରୁ ଗରିବ ରୁହ, ସବୁବେଳେ ହୃଦୟକୁ ରଖ ଧନମାନ। ସଦାବେଳେ ଝୋପଡ଼ିରେ ଲେଖାଥାଏ ସୁସ୍ୱାଗତମ, କିନ୍ତୁ ମହଲ ଘରେ ଲେଖାଥାଏ କୁକୁର ପ୍ରତି ସାବଧାନ। ଏଠି ଆଜ୍ଞା କଳିଯୁଗ। ଏ ହେଉଛି କଳିଯୁଗର ମଣିଷ। ତେଣୁ ସବୁବେଳେ